ବାହା ବେଦୀରେ ଜ୍ୱାଇଁକି ହାଣିଦେଲା ଶ୍ୱଶୁର। ଏମିତି ଭୟଙ୍କର ଘଟଣା ଘଟିଛି ପୁରୀ ଜିଲ୍ଲା ବଳପୁର ଗାଁରେ। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଯଦି ଆପଣ ଜଗତର ନାଥ ମହାପ୍ରଭୁ କାଳିଆ ସାଆନ୍ତଙ୍କ ଉପରେ ବିଶ୍ୱାସ ରଖନ୍ତି ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ପୁରୀ ଜିଲ୍ଲା ବଳପୁର ଗାଁରେ ରହନ୍ତି ପ୍ରଫୁଲ୍ଲ ବାବୁ ଆଉ ତାଙ୍କ ପରିବାର କହିଲେ ପ୍ରଫୁଲ୍ଲ ଆଉ ତାଙ୍କ ଧର୍ମପତ୍ନୀ ସବିତା ମ୍ୟାଡ଼ାମ ଆଉ ତାଙ୍କର ଗୋଟିଏ ବୋଲି ଝିଅ ଲିଜା। ପ୍ରଫୁଲ୍ଲ ବାବୁ ଦହିବରା ବେପାର କରନ୍ତି। ସେଇ ଛୋଟିଆ ବେପାରରୁ ଯାହା ବି କିଛି 2 ପଇସା ଇନକମ୍ କରନ୍ତି ମହାପ୍ରଭୁଙ୍କ ଦୟାରୁ ପରିବାରଟି ଖୁସିରେ ଚଳିଯାଏ। ଗୋଟେ ଦିନ ପ୍ରଫୁଲ୍ଲ ବାବୁ ଆଉ ସବିତା ମ୍ୟାଡ଼ାମ ସନ୍ଧ୍ୟାବେଳେ ଟିଭି ଦେଖୁଥିଲେ। ହଠାତ୍ କରେଣ୍ଟ ଚାଲିଗଲା ଆଉ ସ୍ୱାମୀ ସ୍ତ୍ରୀ ବସି ଗପସପ ହଉ ହଉ ସ୍ତ୍ରୀ ସବିତା ପ୍ରଫୁଲ୍ଲ ବାବୁଙ୍କୁ କହିଲେ, ହେଇଟି ଶୁଣୁଛ, ଆମ ଗାଁର ଗୋପିଆ ମଉସା ଆଜି ଘରକୁ ଆସିଥିଲେ ଆଉ ଝିଅର ବାହାଘର କଥା କହୁଥିଲେ। ସେ ଆମ ଝିଅ ପାଇଁ ଗୋଟେ ଭଲ ପ୍ରସ୍ତାବ ଦେଖିଛନ୍ତି। ପୁଅ ଘର କୁଆଡ଼େ ଭାରି ଧନୀ। ଜ୍ୱାଇଁ ଆମର ବ୍ୟାଙ୍କରେ ଚାକିରି କରିଛି। ମାସକୁ 50,000 ଦରମା ପାଉଛି ଆଉ ଦେଖିବାକୁ ବି ଭାରି ସୁନ୍ଦର। ଆଉ ପରିବାରରେ କେହି ନାହାନ୍ତି, ଗୋଟେ ବୁଢ଼ୀ ମାଟେ। ଆମ ଲିଜାକୁ ସେଠି ବିଭାଘର କଲେ ହଅନ୍ତାନି? ପ୍ରଫୁଲ୍ଲ ବାବୁ କହିଲେ, ଆରେ ମୁଁ ବି ଏଇ କଥା ତୁମକୁ କହିବି ବୋଲି ଭାବୁଥିଲି, ହେଲେ ସୁଯୋଗ ପାଉନଥିଲି। ପ୍ରଫୁଲ୍ଲ ବାବୁ କହିଲେ, ହଁ ଯେ ଏକଥା ଥରେ ଆମ ଝିଅ ଲିଜାକୁ ପଚାରିଦେଲେ ହଅନ୍ତା। ବୋଉ କହିଲେ, ଆମ ଝିଅ କ'ଣ ସମସ୍ତଙ୍କ ପରି ନା କ'ଣ? ତାକୁ ପଚାରିବ, ସେ ଭାରି ଗୁଣର ଆଉ ଭାରି ଭଲ। ତା ପରଦିନ ପ୍ରଫୁଲ୍ଲ ବାବୁ ଗଲେ ଭଦ୍ରଲୋକୀଙ୍କ ଘରକୁ ଆଉ ଯାଇ କହିଲେ, ଗୋପିଆ ଭାଇ, ତମେ ଆମ ଝିଅ ପାଇଁ ଯେଉଁ ପ୍ରସ୍ତାବଟା ଦେଖିଥିଲ, ଚାଲ ଆମେ ପୁଅ ଘରକୁ ଯାଇ ଦେଖି ଆସିବା। ଆମର ସେଇ ପ୍ରସ୍ତାବଟା ପସନ୍ଦ ହେଇଛି। ଝିଅର ବି ପାଠ ପଢ଼ାପଢ଼ି ସରିଲାଣି। ତାପରେ ଭଦ୍ରଲୋକୀ ପ୍ରଫୁଲ୍ଲ ବାବୁଙ୍କୁ ନେଇ ପୁଅ ଘରକୁ ଗଲେ ଆଉ ପୁଅକୁ ପସନ୍ଦ କରି ଝିଅର ଫଟୋ ବି ପୁଅକୁ ଦେଖେଇଲେ। ପୁଅର ବି ଝିଅ ପସନ୍ଦ ହେଇଗଲା ଆଉ ସେଇଠି ନିର୍ବନ୍ଧ ଡେଟ୍ଟା ବି ଫାଇନାଲ କରିଦେଲେ। ଆଉ 2 ଦିନ ପରେ ନିର୍ବନ୍ଧ। ସବିତା ମ୍ୟାଡ଼ାମ ଝିଅକୁ ଏକଥା କହିଲେ, ଦେଖ ଝିଅ, ବାପା ତୋ ପାଇଁ ଗୋଟେ ଭଲ ପ୍ରସ୍ତାବ ଦେଖିଛନ୍ତି। ପୁଅ ଚାକିରି କରିଛି ଆଉ ଦେଖିବାକୁ ବି ଭାରି ସୁନ୍ଦର। ଭାରି ଭଲ ପ୍ରସ୍ତାବଟିଏ। ମାଙ୍କ ପାଟିରୁ ଏକଥା ଶୁଣି ଲିଜା ମନରେ ଛନକା ପଶିଲା। ତା ମୁଣ୍ଡ କିଛି କାମ କଲାନି। କାରଣ ଲିଜା ତା କଲେଜର ପ୍ରକାଶ ବୋଲି ଗୋଟେ ପିଲାକୁ ମନେ ମନେ ଭାରି ଭଲ ପାଉଛି। ପ୍ରକାଶ ବି ଲିଜାକୁ ଭାରି ଭଲ ପାଏ। 2 ଜଣ 2 ଜଣକୁ ଭାରି ଭଲ ପାଆନ୍ତି ଆଉ ବାହା ହେବେ ବୋଲି ବି ମନସ୍ଥ କରିଛନ୍ତି। ଏମିତିକି 3 ବର୍ଷର ଭଲ ପାଇବା ହେଇଗଲାଣି। ଝିଅ ଲିଜା ଡରରେ ଏପର୍ଯ୍ୟନ୍ତ ଘରେ କିଛି କହିନଥିଲା। ମାଙ୍କ ପାଟିରୁ ବାହାଘର କଥା ଶୁଣି ଲିଜା ଆଖିରୁ ଧାର ଧାର ହେଇ ଲୁହ ବୋଇଗଲା। ସବିତା ପଚାରିଲେ, ଝିଅ ତୁ କାନ୍ଦୁଛୁ କାହିଁକି? ତୁ କ'ଣ ଏ ପ୍ରସ୍ତାବରେ ରାଜି ନୁହଁ ନା କ'ଣ? ସେତେବେଳେ ବି ଲିଜା ଡରରେ ବୋଉଙ୍କୁ କିଛି କହିଲାନି। ବୋଉ ଭାବିଲେ ଝିଅ ବୋଧେ ଆମଠୁ ଦୂରେଇ ଯିବ ବୋଲି କାନ୍ଦୁଛି। ତା କିଛି ଦିନ ପରେ ବାହାଘର ବି ଫାଇନାଲ ହେଇଗଲା। ଲିଜା ମନ କିନ୍ତୁ ପ୍ରକାଶକୁ ଚାହୁଁଥାଏ ଆଉ ମନେ ମନେ ବହୁତ କାନ୍ଦୁଥାଏ। କିନ୍ତୁ ବାପା ମାଙ୍କ ସମ୍ମାନକୁ ଜଗି କିଛି କହିପାରୁନଥିଲା। ବାହାଘରର ସମୟ ଆସିଲା। ବରଘର ବି ବରଯାତ୍ରୀ ଧରି ବାଜା ବାଣ ଫୁଟେଇ ଆସିଲେ। ବର ବେଦୀରେ ବସିଥାଏ। ଝିଅକୁ ବ୍ରାହ୍ମଣ ବେଦୀକୁ ଡାକିଲା ବେଳକୁ ଝିଅ ଲିଜା ବିଷ ପିଇ ଦେଇଛି। ସବୁଆଡ଼େ ଚହଳ ପଡ଼ିଗଲା। ବରଯାତ୍ରୀ ବି
ମାଡ଼ଗୋଳ ଆରମ୍ଭ କରିଦେଲେ। ବାପା ଆଉ ସାହି ପଡ଼ିଶା ମିଶି ଲିଜାକୁ ପାଖ ମେଡ଼ିକାଲକୁ ନେଇଗଲେ। ଆଉ ଡାକ୍ତର ବାବୁ ଲିଜା ଦେହରୁ ବିଷ ବାହାର କରିସାରିଲା ପରେ ଲିଜାର ଚେତା ଆସିଲା। ବାପା ମା ଝିଅର ହାତ ଧରି ବହୁତ କାନ୍ଦିଲେ। ଆଉ ଲିଜା ବି କାନ୍ଦି କାନ୍ଦି ବାପାକୁ ସବୁ ସତ କଥା କହିଦେଲା। ପ୍ରଫୁଲ୍ଲ ବାବୁ କହିଲେ, ଆରେ ଝିଅ, ତୋ ମନରେ ଯଦି ଆଉ କିଏ ଥିଲା ମୋତେ ତୁ କହିଲୁନି, ମୁଁ ସେଇଠି ହିଁ ତୋର ବାହାଘର କରିଥାନ୍ତି। ଲିଜା କହିଲା, ମୁଁ ଡରରେ କିଛି କହିପାରିଲିନି ବାପା, ମୋର ଭୁଲ ହେଇଯାଇଛି। ଲିଜାକୁ ମେଡ଼ିକାଲରୁ ଆଣି ପ୍ରକାଶ ଘରକୁ ଯାଇ ବାପା ବାହାଘର ଫାଇନାଲ କଲେ। ଝିଅକୁ ପ୍ରକାଶ ସହିତ ବାହାଘର କଲେ।